ଯାହା ହଉ ଆଜି ପ୍ରଚୁର ମାତ୍ରାରେ ଆମେ ବୁଝାଉଛନ୍ତି ଆଜି ଉଡ଼ାଯାତ୍ରା ଉପଲକ୍ଷେ এই উড়াযাত্রা ଏବେ ଯୋଉ ବହୁତ ସମୟ ହେଲା ଅପେକ୍ଷା କରିଥିଲେ କାଳିଚରଣ ସାହୁଙ୍କ ନେତୃତ୍ୱରେ ଯୋଉ ଉଡ଼ାଖଣ୍ଡକୁ ବୁଲେଇବା ପାଇଁ ନିର୍ଦ୍ଦେଶ ଦିଅନ୍ତି ସେ ନିୟମକୁ ନିବିଡ଼ ଭାବରେ ପାଳନ କରନ୍ତୁ। ଉଡ଼ାଖଣ୍ଡରେ ବର୍ତ୍ତମାନ ଆଜି ଯୋଉ ପୂଜା ସେଇଭଳି ଏକ ବାର୍ତ୍ତା ନେଇ ବକ୍ତା ବର୍ତ୍ତମାନ ସେଇ ଦଣ୍ଡ ସାହାଯ୍ୟରେ ଦୌଡ଼ି ମାଧ୍ୟମରେ ଦେଖନ୍ତୁ ସୌଭାଗ୍ୟ ନିତ୍ୟ ଦୃଶ୍ୟ ସୁନ୍ଦର ଭାବରେ ଚକ୍ରକାର ଘଟି ଯୋଉଠୁ ଆରମ୍ଭ କରିଯାଇଥିଲେ ଯାତ୍ରା ସେଇଠି ତାଙ୍କର ଶେଷ ହେଉଛି ଉର୍ଦ୍ଧ ବାହୁ କରି ଏବଂ ଦୁଇଟି ପାଦ ଯୁଗଳକୁ ବୁଧ ବଣ୍ଟନ ସରବତ ବଣ୍ଟନ ଏବଂ ସେନିଟାଇଜର ପୁରାପୁରି ଆପଣମାନେ କିପରି ଏ ଦୃଶ୍ୟ ଉଡ଼ାଖଣ୍ଡରେ ବୁଲୁଛନ୍ତି ଉଡ଼ାଖଣ୍ଡ ଉପରେ ଅଛନ୍ତି এই ମନ୍ଦିର କମିଟିର ପ୍ରେସିଡେଣ୍ଟ ଶ୍ରୀଯୁକ୍ତ କାଳିଚରଣ ସାହୁ ସବୁବେଳେ ସେ ଥାନ୍ତି ସମସ୍ତଙ୍କର ସେ ଆଗକୁ ବଢ଼ିଥାନ୍ତି। କାଳିଚରଣ ସାହୁ ଏବଂ ଏହି କମିଟିର ଯେତେ ବି ଭଲେଣ୍ଟିୟର ଭାଇମାନେ ଅଛନ୍ତି ଯେଉଁପରି ଭାବରେ ସେ ନିର୍ଦ୍ଦେଶ ଦେଉଛନ୍ତି କମିଟିର ଭାଇମାନେ ସେ ନିୟମକୁ ଟିକେ ମାନନ୍ତୁ କାହିଁକି ନା କୋଉଠି କିଛି ଅସୁବିଧା ନ ହଉ ଆମେ ଚାହିଁବୁ ଆମ କମିଟି ତରଫରୁ ଯେପରି କାହାରି କିଛି ଅସୁବିଧା ନ ହଉ ଆପଣମାନେ ଯେପରି ଭାବରେ ଆନନ୍ଦ ଉଲ୍ଲାସର ସହିତ ଏହି ଉଡ଼ାଯାତ୍ରା ବା ଚୈତି ପର୍ବ ଦେଖିବା ପାଇଁ ଆପଣମାନେ ଯେଉଁ ଘରକୁ ଆସିଛନ୍ତି ଆନନ୍ଦର ସହିତ ଆମେ এই ଗହରା ଗ୍ରାମବାସୀ ଏବଂ କମିଟି ତରଫରୁ ଆମେ ଆଶା କରିଛୁ ଆପଣମାନେ ସେଇପରି এই ଉଡ଼ାଯାତ୍ରା ଦେଖିକି ଆନନ୍ଦ ଉଲ୍ଲାସର ସହିତ ଘରକୁ ଯାଆନ୍ତୁ। ଏବଂ ବିଶେଷ ଘଟଣା ଏକ ବିଶେଷ ଘଟଣା ଇଲେକ୍ଟ୍ରିକ ଲାଇଟ୍ର ତାରକୁ କେହି ଛୁଇଁବେ ନାହିଁ। এই ଛୁଆ ଇଲେକ୍ଟ୍ରିକ ଲାଇଟ୍ ତାରକୁ ଛୁଇଁବେ